କିଛି ଶୁଣି ନାହାନ୍ତି ଡାଇରେକ୍ଟ କହୁଛନ୍ତି ତମେ ମାନେ ମାସେ ବସିଲେ ବି ଆମେ ଶୁଣିବୁନି ତମ କଥା ଡାଇରେକ୍ଟ ଚେୟାରମ୍ୟାନ ହେରିକା କହୁଛନ୍ତି କୋର୍ଟ ଦରଜ ହେଲା ପରେ ବି କୋର୍ଟ ଜଜମେଣ୍ଟ ବି ଆସିଲା ତାପରେ ବି ମେରିଟ ଲିଷ୍ଟ ଆସିଲା ନାହିଁ ଆମେ ସେଇ କଥା ତ ପଚାରୁଛୁ ଗୋଟେ ବୁଲିଛୁ କାହିଁକି ଏମିତି ହଉନି ଏଇ ମେରିଟ ଲିଷ୍ଟ କାଢୁନି ବୋଲି ମୋ ମାଉସୀ ପୁଅର ଜୀବନ ବି ଚାଲିଗଲାଣି ଆଉ କେତେ ଜୀବନ ନେବେ ମୁଁ କାଲି ଆଡମିଟ ବି ହେଇଥିଲି ହସ୍ପିଟାଲ ମୋ ତଣ୍ଟି ବି ଖୋଲୁନି 5 ଦିନ ହେଲା ବସି ବସିକା ଏଇଠି କୋର୍ଟ ଜଜମେଣ୍ଟ ଦେଇଛନ୍ତି ପ୍ରୋସେସ ଆଗକୁ ନେଇ ପାରିବ ଜଏନିଂ ଦେଇ ପାରିବ ଏବେ କଣ ବାହାନା କରୁଛନ୍ତି ଓଭରଲ୍ୟାପ ଯେତେଟା ବି ହଉ କଣ ଆପଣ ସେଟା ସଲ୍ୟୁସନ କରିପାରିବେନି ଓଭରଲ୍ୟାପ ର ଆମେ ଏଠି 5 ଦିନ ହେଲା ବସିଛୁ ରାଜରାସ୍ତାରେ କିଛି ଶୁଣି ନାହାନ୍ତି ଡାଇରେକ୍ଟ କହୁଛନ୍ତି ତମେ ମାନେ ମାସେ ବସିଲେ ବି ଆମେ ଶୁଣିବୁନି ତମ କଥା ଡାଇରେକ୍ଟ ଚେୟାରମ୍ୟାନ ହେରିକା କହୁଛନ୍ତି ମନ୍ତ୍ରୀ ସେ କଥା ସମସ୍ତେ ସେ କହୁଛନ୍ତି ଓଡବ୍ଲ୍ୟୁଏସ ଗୋଟେ ଇଣ୍ଡିଭିଜୁଆଲ ବୋଲି ଆମକୁ ଦାବି ଖାଲି ଏତିକି କହୁଛି ଆମକୁ ସାଂସ୍କ୍ରିଟର ଫାଇନାଲ ମେରିଟ ଲିଷ୍ଟ ଦେଇଦିଅ ଯେମିତି ମୋ ଭାଇର ଜୀବନ ଯାଇଛି ଯେମିତି ଆଉ କୋଉ ଭାଇ ଭଉଣୀ ନ ଯାଉ କାଲିକି ମୁଁ ବି ଚାଲିଯିବି ସେଇଟା ବି କିଛି ଗ୍ୟାରେଣ୍ଟି ନାହିଁ ଶୀତରେ ଏଇଠି ରହି ଏଇଠି ବହୁତ ଛୁଆଙ୍କର ଦେହ ଖରାପ ଅଧା ଛୁଆ ଆଡମିଟ ବି ହେଇଛନ୍ତି ହସ୍ପିଟାଲରେ ମୁଁ କାଲି ବି ଆଡମିଟ ହେଇଥିଲି ତାପରେ ଆସିଛି ଏଇଠି ଠିଆ ହେଇଛି ନହେଲେ ମୁଁ କୋଉଦିନ ଚାଲିଯିବି ସେଇଟା ମୁଁ ବି ଜାଣିନି ମୁଁ କହୁଛି ମୁଁ ଯୋଉଥିପାଇଁ ମୋ ଭାଇର ଜୀବନ ଯାଇଛି ସେଥିପାଇଁ ଆଉ କାହାର ଜୀବନ ନ ଯାଉ ଆମକୁ ରିଜିନ ଦଉଛନ୍ତି ଫାଷ୍ଟ ଆମର ମେ 17 ପରୀକ୍ଷା ସରିଲା ତାପରେ ହେଠୁ ଡକୁମେଣ୍ଟ ଭେରିଫିକେସନ ଅକ୍ଟୋବର 22 ଆମର ଭେରିଫିକେସନ ହେଲା ଆମ ସହିତ ବାକି ଯୋଉ ପିସିଏମସି ବିଜେଡ ପିଟି ଛୁଆ ଯୋଉ ଅଛନ୍ତି ତାଙ୍କ ମାନେ ଜଏନିଂ ହେଇସାରିଲାଣି ସାଲେରୀ ପାଇଲେଣି ଯେତେବେଳେ ଆମେ ମେରିଟ ଲିଷ୍ଟ ପାଇଁ ଆନ୍ଦୋଳନ କଲୁ ସେତେବେଳେ ଆମକୁ କହିଲେ ତମର କେସ୍ ଅଛି ଆମେ ଏଇନୁ କିଛି କରିପାରିବୁନି ତାପରେ ଆମେ କୋର୍ଟ ଦ୍ୱାରସ୍ଥ ହେଲୁ ଜଜମେଣ୍ଟ ବି ଆସିଲା ପଜିଟିଭ ଜଜ ବି ନିଜେ କହିଲେ ପ୍ରୋସେସ ଆଗକୁ ଯାଇପାରିବ ତ ତାପରେ ଯେତେବେଳେ ମେରିଟ ଲିଷ୍ଟ କାଢିଲାନି ଆମେ ଆସି କହିଲୁ ମେରିଟ ଲିଷ୍ଟ କାହିଁ କାଢୁନାହାନ୍ତି ନା ଓଭରଲ୍ୟାପ ହେଇଛି ତମ ଲୋକର ଏବେ କଢାଯିବନି ଆମେ କହିଲୁ ଆମେ ତାହେଲେ ବସିବୁ ଏଇଠି ନା ତମେ ମାସେ ବସିଲେ ବି ଆମେ ତମକୁ ଦବୁନି ଯେପର୍ଯ୍ୟନ୍ତ ମେରିଟ ଲିଷ୍ଟ ନ ଆସିଛି ଆମେ ଏଠି କେହି ଉଠିବୁନି ଯେମିତି ଏଇଠି ହଇରାଣ ହେଇକି ମରୁଛୁ ସେମିତି ହିଁ ବସିବୁ ଆମର ବାସ୍ ଫାଇନାଲ ମେରିଟ ଲିଷ୍ଟ ହିଁ ଦରକାର ଆମେ जदि आपंक आम भिडी भल लगा तेब आम चैनल को लाइक शेयर और सब्सक्राइब करने को जमा भी भूलु नहीं।